ମୁଁ ଜଣେ ବରିଷ୍ଠ ନାଗରିକ। ମୁଁ ଜଣେ ମଧ୍ୟ କ୍ୟାନ୍ସର ପେସେଣ୍ଟ। ମୁଁ ବର୍ତ୍ତମାନ ଜାଗମରା ଖଣ୍ଡଗିରି थाना ଅଞ୍ଚଳରେ ରହୁଛି ଭୁବନେଶ୍ୱରରେ। ଏହା ପୂର୍ବରୁ ମୁଁ କେଦାରଗୌରୀ ଆପାର୍ଟମେଣ୍ଟ ଗ୍ୟାରେଜ ଛକ ସେଠାରେ ରହୁଥିଲି ଏବଂ ସେଠାରେ ଥିବା ସମୟରେ ମୋର ଭୁବନେଶ୍ୱର ସବ୍ ରେଜିଷ୍ଟ୍ରାର ଅଫିସରେ ଡିଡ୍ ରାଇଟର ହିସାବରେ କାମ କରୁଥିବା ଦେବାଶିଷ ଆଚାର୍ଯ୍ୟ, ଯିଏ ପପୁ ଆଚାର୍ଯ୍ୟ ନାଁରେ ବେଶ ଜଣାଶୁଣା, ତାଙ୍କ ସହିତ ସମ୍ପର୍କ ହୋଇଥିଲା। ସିଏ ମୋତେ ଜିଏ ପ୍ଲଟ୍ କରେଇଦେବେ ବୋଲି କହି ମୋ ଠାରୁ ବିଭିନ୍ନ ସମୟରେ ବିଭିନ୍ନ କିସ୍ତିରେ 31,77,000 ଟଙ୍କା ନେଇଛନ୍ତି। କିନ୍ତୁ ସେ ତା ବଦଳରେ ମୁଁ ବାରମ୍ବାର ତାଙ୍କୁ ଇଏ କରିବା ପରେ ବି ମୋତେ କୌଣସି ଆଲଟମେଣ୍ଟ ଜିଏର ଆଲଟମେଣ୍ଟ ଲେଟର ସେ ଦେଇପାରିନାହାନ୍ତି। ତା ବଦଳରେ ମୋତେ ଗୋଟିଏ ଫେକ୍ ପଟ୍ଟା, ମଳିପଡ଼ା ମୌଜାର ଗୋଟିଏ ଫେକ୍ ପଟ୍ଟା ଏବଂ ସୁନ୍ଦରପୁର ମୌଜାର ଗୋଟିଏ ଫେକ୍ ଲ୍ୟାଣ୍ଡ ଏକ୍ୱିଜିସନ୍ ଲେଟର ଏଇଟା ମୋତେ ଦେଇଛନ୍ତି। ମୁଁ ତାଙ୍କୁ ବାରମ୍ବାର ଲେଖିଛି, ଆପଣଙ୍କୁ ମାନେ ହ୍ୱାଟ୍ସଆପ୍ରେ ମେସେଜ ଦେଇଛି ଯେ ଆପଣ ଏ ଫେକ୍ ଜିନିଷ ମୋତେ କାହିଁକି ଦେଉଛନ୍ତି, ମୋତେ ମୋ ପଇସା ଫେରାଇ ଦିଅନ୍ତୁ। ନା ମୁଁ ପଇସା ପାଇଲି, ନା ସେ ମାନେ ଜିଏର ଆଲଟମେଣ୍ଟ ବି ପାଇଲି। ଏଇ ଯେଉଁ ଠକାମି ବିରୁଦ୍ଧରେ ମୁଁ ଖଣ୍ଡଗିରି ଥାନାରେ ବି FIR ଦେଇଥିଲି। ସେଥିରେ ବି କିଛି ଫଳ ମିଳିଲା ନାହିଁ। ଖୋର୍ଦ୍ଧା ଜିଲ୍ଲାପାଳ, ରାଜସ୍ୱ ସଚିବ, ମୁଖ୍ୟ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ରାଜ୍ୟପାଳ ସମସ୍ତଙ୍କୁ ଲେଖିବା ପରେ ବି ମୋତେ କୌଣସି ଜାଗାରୁ ନ୍ୟାୟ ମିଳୁନାହିଁ।